ମାଲଟା ନେଇଯାଇଛ ଦିଲ୍ଲୀପ ରାୟ ଠାରୁ ଫୁଟାଣି ମାରି ଆସି କଥାବାର୍ତ୍ତା କରୁଛ କ'ଣ ନା କାହିଁକି କମନ କାର୍ଡରେ ଦିଆହେଲା। ମନ୍ତ୍ରିମଣ୍ଡଳ ଖାଇବେ ପିଇବେ ରହିବେ ସାର୍ଟ ପ୍ୟାଣ୍ଟ ପିନ୍ଧିବେ ଗାଡ଼ି ଚଢ଼ିବେ ଘୋଡ଼ା ଚଢ଼ିବେ ସିକ୍ୟୁରିଟି ନେବେ ପରିବାର ସ୍ତ୍ରୀ ପିଲା ଛୁଆ ସବୁ ପଶିବେ ଆମ ଟ୍ୟାକ୍ସ ପଇସାରେ ସରକାର ଚାଲିବ ଆମ ଟ୍ୟାକ୍ସ ପଇସାରେ। ସରକାର ଦେଖିଲା ବେଳକୁ ବନ୍ଧା ପଡ଼ିଛନ୍ତି କାଳେ ଭୁଲ ଜାଗାରେ ଭୋଟ ଦେଇଦେବେ ବୋଲିକି। କେତେବେଳେ ସ୍ୱାସ୍ଥ୍ୟମନ୍ତ୍ରୀ ମା ଭଉଣୀ କରି ଶୋଧିବେ, କେତେବେଳେ ସ୍ୱାସ୍ଥ୍ୟମନ୍ତ୍ରୀ କହିବେ ହେଇ ଟଙ୍କା ନେଇଗଲା ଭୋଟ ଦେଲାନି। କାଲି ନିର୍ବାଚନରେ ଏଭଳି ଅବସ୍ଥା କିଏ ଭାବି ନଥିଲେ ଯେ ଗୋଟେ ବିଧାୟକ ଟଙ୍କା ନେଇଯାଇଛି ଭୋଟ ଦେଇନି। ଏ କଥା ନିଜେ ସ୍ୱାସ୍ଥ୍ୟମନ୍ତ୍ରୀ କହୁଛନ୍ତି, ଏକଥା ନିଜେ ମୋହନ ମାଝୀଙ୍କର ଚାରିପଟେ ଥିବା ମନ୍ତ୍ରିମଣ୍ଡଳ କହୁଛନ୍ତି। ଦୁଃଖ ଲାଗୁଛି ଯେ ଜଣେ ଟଙ୍କା ନେଇଛି ଭୋଟ ଦେଇନି, ଯଦି ଜଣେ ମୁଖ୍ୟମନ୍ତ୍ରୀଙ୍କ ରିପ୍ରେଜେଣ୍ଟେଟିଭ ମନ୍ତ୍ରିମଣ୍ଡଳ କ୍ୟାବିନେଟ୍ ମିନ୍ସ ଷ୍ଟେଟ୍ର ରିପ୍ରେଜେଣ୍ଟେଟିଭ ମିନ୍ସ ଗଭର୍ଣ୍ଣମେଣ୍ଟର ମାଇଣ୍ଡସେଟ୍ ହେଉଛି ଯେ ଗୋଟେ ବିଜେଡି ବିଧାୟକ ଟଙ୍କା ନେଇଯାଇଛି ଭୋଟ ଦେଇନି, ଗୋଡ଼େଇ ବାଡ଼େଇଛନ୍ତି। ବିଧାନସଭା ଭିତରେ ଯେତକ ସିକ୍ୟୁରିଟି ତା ଭିତରେ ଯେଉଁମାନେ ବ୍ୟକ୍ତିବିଶେଷ ଅଛନ୍ତି ସେମାନେ କ'ଣ କରୁଛନ୍ତି ମୁଁ କିଛି ବୁଝିପାରୁନୁ। 24 ଘଣ୍ଟାରୁ ଉର୍ଦ୍ଧ୍ୱ ହେଇଗଲା, ବାଚସ୍ପତି କାହିଁକି ଡାକିକି ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇନାହାନ୍ତି। କେତେବେଳେ ସ୍ୱାସ୍ଥ୍ୟମନ୍ତ୍ରୀ ମା ଭଉଣୀ କରି ଶୋଧିବେ, କେତେବେଳେ ସ୍ୱାସ୍ଥ୍ୟମନ୍ତ୍ରୀ କହିବେ ହେଇ ଟଙ୍କା ନେଇଗଲା ଭୋଟ ଦେଲାନି। ଏ କ'ଣ ସେପଟେ ଗୋଟେ ହସ୍ପିଟାଲ ଜଳୁଛି, ଏସ୍ସିବି ହସ୍ପିଟାଲରେ ଲୋକଙ୍କୁ ପୁରେଇକି ନିଆଁ ଲଗେଇ ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରାଇଭେଟ ହସ୍ପିଟାଲରୁ ମାଲ କମେଇବେ ବୋଲିକି। କି ଅବସ୍ଥା ସେଠି ସ୍ୱାସ୍ଥ୍ୟମନ୍ତ୍ରୀଙ୍କର ନିଘା ନାହିଁ, ମୁଖ୍ୟମନ୍ତ୍ରୀଙ୍କର ନିଘା ନାହିଁ। ଗୋଟେ ହସ୍ପିଟାଲ ଜଳୁଛି, ଲୋକ ଆଇଥିଲେ ଭଲ ହେବା ପାଇଁ ହସ୍ପିଟାଲକୁ ଯାହା କରିଛ ଏସି ମେଡିକାଲଟାକୁ ଲୋକ 12 ଦ୍ୱାର 13 ଶୁନି ପିଣ୍ଡା ଆଇଲେ କାଳେ ଅନ୍ତତଃ କିଛି ଦିନ ପଚିଲେ ଭଲ ହେଇଯିବୁ, ସେ ଜିନିଷ ନାହିଁ। ବରଂ ସେ ଲୋକ ଯିଏ ଭଲ ଲୋକଟା ଆସୁଛି ଆ ଭିତରେ ମରୁଛି। କିନ୍ତୁ ଦେଖିଲା ବେଳକୁ ଏମାନେ ନାଟକ କରୁଛନ୍ତି। ଆଉ ଗୋଟେ ଜିନିଷ ଆମକୁ ଦୁଃଖ ଲାଗିଲା, ଲୋକଙ୍କ ପାଖରେ ଗ୍ୟାସ୍ ନାହିଁ, ଲୋକ ହସ୍ପିଟାଲ ଜଳୁଛି, ଯୋଗାଣ ମନ୍ତ୍ରୀ ଲୋକଙ୍କ ପାଖରେ ଗ୍ୟାସ୍ ନାହିଁ, ଯୋଗାଣ ମନ୍ତ୍ରୀ ବସ୍ରେ ବସି ଯାଉଛନ୍ତି ନା କୁଆଡ଼େ ଯାଉଛ ନା ଆମେ କାଳେ ଭୁଲ ଜାଗାରେ ଭୋଟ ଦେଇଦେବୁ, ଆମକୁ ପାର୍ଟିର ଇନଷ୍ଟ୍ରକ୍ସନ ଅଛି ଯାଇକି 3 ଦିନ ବନ୍ଧା 3 ଦିନ ଆମକୁ ମୋବାଇଲ ଫୋନ ନେଇକି ଆମକୁ 3 ଦିନ ଏମାନେ ଜଗିବେ କାରଣ ଆମେ ଭୁଲ ଜାଗାରେ ଭୋଟ ଦେଇଦେବୁ। କି ଅବସ୍ଥା। ମନ୍ତ୍ରିମଣ୍ଡଳ ଖାଇବେ ପିଇବେ ରହିବେ ସାର୍ଟ ପ୍ୟାଣ୍ଟ ପିନ୍ଧିବେ ଗାଡ଼ି ଚଢ଼ିବେ ଘୋଡ଼ା ଚଢ଼ିବେ ସିକ୍ୟୁରିଟି ନେବେ ପରିବାର ସ୍ତ୍ରୀ ପିଲା ଛୁଆ ସବୁ ପଶିବେ ଆମ ଟ୍ୟାକ୍ସ ପଇସାରେ। ସରକାର ଚାଲିବ ଆମ ଟ୍ୟାକ୍ସ ପଇସାରେ। ସରକାର ଦେଖିଲା ବେଳକୁ ବନ୍ଧା ପଡ଼ିଛନ୍ତି କାଳେ ଭୁଲ ଜାଗାରେ ଭୋଟ ଦେଇଦେବେ ବୋଲିକି। ଯୋଗାଣ ମନ୍ତ୍ରୀ ଲୋକ ଏଠି ଗ୍ୟାସ୍ ପାଇଁ ରାତି ପାଇଲେ ଘର ଭିତରେ ସ୍ୱାମୀ ସ୍ତ୍ରୀ ବାଡ଼ିଆ ପିଟା, ରାତି ପାଇଲେ ବନ୍ଧୁବାନ୍ଧବ ଘର ପଡ଼ୋଶୀ ବାଡ଼ିଆ ପିଟା ଗ୍ୟାସ୍ ଖଣ୍ଡେ ପାଇଁ। ପାର୍ଟି ଜଣକୁ ଟିକେଟ୍ ଦେଲା, ଫାଇନାନ୍ସିଆଲି ସୋସିଆଲି ପ୍ରୋଟେକ୍ସନ୍ ଦେଲା, ପାର୍ଟିର କାମ ଏଇଟା। ତା ପରବର୍ତ୍ତୀ ସମୟରେ ଯଦି ଆପଣ କହିବେ ଯେ ନାଇଁ ଆମେ ପାର୍ଟିର ସାଥ ଦେବୁନି, ତାହେଲେ ସବୁ ଜିନିଷ ଲୋକ ହିସାବ କିତାବ କରିବେ। ଯଦି ଆପଣ ଗୋଟେ ମିଛ ପ୍ରହସନ ଚାଲିଛି 2 ଦିନ ହେଲାଣି କ'ଣ ନା କଂଗ୍ରେସ ବିଜେଡି କାହିଁକି ମିଶିକି କମନ କ୍ୟାଣ୍ଡିଡେଟ୍ ଦେଲେ ଆମକୁ ପଚାରିଲେନି। କେଇଟା ବିଜେଡି ଏମଏଲଏ ବି ମଧ୍ୟ କହୁଛନ୍ତି ଯେ ଆମକୁ ପଚାରିଲେନି। ତମକୁ ଯଦି ପଚାରିଲେନି ତମେ ଭୋଟ ଦେବାରୁ ବିରତ ରହିଲନି, ଡାଇରେକ୍ଟ ନବୀନ ପଟ୍ଟନାୟକ ଫୋନ କଲେନି, ନବୀନ ବାବୁ ଆପଣ କାହିଁକି ଭକ୍ତ ସାଙ୍ଗରେ କମନ କ୍ୟାଣ୍ଡିଡେଟ୍ ଦଉଛନ୍ତି ବିଜେଡି ବିଧାୟକ, ପଚାରିଥାନ୍ତେ ଉତ୍ତର ନ ମିଳିଲେ ଭୋଟ ଦେଇନଥାନ୍ତ। ମାଲଟା ନେଇଯାଇଛ ଦିଲ୍ଲୀପ ରାୟ ଠାରୁ ଫୁଟାଣି ମାରି ଆସି କଥାବାର୍ତ୍ତା କରୁଛ କ'ଣ ନା କାହିଁକି କମନ କ୍ୟାଣ୍ଡିଡେଟ୍ ଦିଆହେଲା। କମନ କ୍ୟାଣ୍ଡିଡେଟ୍ ଦିଆହେଲା, ଜାଣିଲ କମନ କ୍ୟାଣ୍ଡିଡେଟ୍ ଦିଆହେଇଛି, ଚୁପକିନା ଘରେ ବସିବ ଭୋଟ ଦେବନି କାରଣ ତୁ ପାର୍ଟିର ଆଭ୍ୟନ୍ତରୀଣ ବ୍ୟାପାର ଭିତରେ ଆସିଛ। ବୋଥ୍ ଏ କଥା 2 ଜଣ ଉପରେ ଆପ୍ଲିକେବୁଲ। ଆପଣ ଯଦି କହିବେ ଯେ କଂଗ୍ରେସ ବିଧାୟକ କଥା, ଯଦି କଂଗ୍ରେସ ବିଧାୟକ କହିବେ ଯେ ଆମକୁ ପଚରା ଗଲାନି କ୍ୟାଣ୍ଡିଡେଟ୍ ଫାଇନାଲ କରି ଦିଆଗଲା, ଆମେ ବୁଝୁଛୁ ବିଜୁ ଜନତା ଦଳ ସମୟରେ ସେମାନେ ସରକାର ଥିଲେ ଆମ ଉପରେ ଆକ୍ରମଣ କରିଛନ୍ତି, ଆମକୁ ଧ୍ୱଂସ ବିଧ୍ୱଂସ କରିଛନ୍ତି, ସବୁ ଜିନିଷ ହେଇଛି। କିନ୍ତୁ ଯେତେବେଳେ ପାର୍ଟିର ସୁପ୍ରିମ ଫାଇନାଲ ନିଷ୍ପତ୍ତି ନେଲେ ଯେ ଇଏ କ୍ୟାଣ୍ଡିଡେଟ୍ ହେବେ, ସେ କ୍ୟାଣ୍ଡିଡେଟ୍ ଯାଇକି ଦେଖାଗଲେ ପାର୍ଟିର ସୁପ୍ରିମୋଙ୍କୁ, ଆମର 8 ଜଣ ବିଧାୟକ ମଧ୍ୟ ଯାଇ ଦେଖାଗଲେ, ସେତେବେଳେ ଆପଣ ପାର୍ଟିର କଥା ମାନିବା ପାଇଁ ବାଧ୍ୟ। ଯଦି ଆପଣ ପାର୍ଟିର କଥା ମାନିବେନି ଏବଂ ପାର୍ଟିର ବିରୁଦ୍ଧରେ ଯାଇକି ଆପଣ ଆମର ସବୁଠୁ ବଡ଼ ଶତ୍ରୁ ହେଉଛି ଭାରତୀୟ ଜନତା ପାର୍ଟି, ଆପଣ ଭାରତୀୟ ଜନତା ପାର୍ଟିକୁ ଭୋଟ ଦେବା ମିନ୍ସ ଆପଣ ପାର୍ଟିର ୱାର୍କର, ପାର୍ଟିର ପ୍ରେସିଡେଣ୍ଟ, ପାର୍ଟିର ଅଲ୍ ଇନ୍ ଅଲ୍ ସମସ୍ତଙ୍କ ସାଙ୍ଗରେ ଗର୍ଦାରଗିରି କରିଛନ୍ତି। ଏ ଗର୍ଦାରକୁ ବେଳୁ ସାବଧାନ। ଆଉ ଗୋଟେ କଥା କହି ରଖିବା ପାଇଁ ଚାହୁଁ, ଯଦି ଅନୁଭବ କଲେ ଯେକୌଣସି ବିଧାୟକ ଯେ ପାର୍ଟି ଭୁଲ ଷ୍ଟାଣ୍ଡ ନେଉଛି, ତା ବୋଲି ନୁହେଁ, ତା ବୋଲି ଆପଣ କିଛି ନାହିଁ
ভোট দেবেনি, ঘরে বসি থাকে, পার্টি অফিসে আসি বসি থাকে, আজ্ঞା ভোট দেওয়ার বিରୋଧ ହେଇଥାନ୍ତେ। ଅନ୍ତତଃ ଏଇ ଯୋଉ ବିଦ୍ରୋହୀ ଅଛନ୍ତି, ଗର୍ଦ୍ଦାର ଅଛନ୍ତି, ଏମାନେ ଯଦି ଭୋଟ ଦେଇନଥାନ୍ତେ ତାହେଲେ ଦିଲ୍ଲୀପ ରାୟ ଆଜି ପାର୍ଲାମେଣ୍ଟ ଦେଖି ପାରିନଥାନ୍ତେ। ଆଉ ଦତେଶ୍ୱର ହୋତା ଜଣେ ବେଷ୍ଟ ଡକ୍ଟର ପାର୍ଲାମେଣ୍ଟକୁ ଯାଇଥାନ୍ତେ। ଆମେ ଚାହୁଁଥିଲୁ ପାର୍ଲାମେଣ୍ଟର ଅପର ହାଉସ୍ ହେଉଛି କିଛି ଡିଗ୍ନିଫାଇଡ୍ ପର୍ସନଙ୍କ ପାଇଁ, ଅପର ହାଉସ୍ ନୁହେଁ ପଲିଟିକାଲ ଲୋକଙ୍କ ପାଇଁ। ବାରମ୍ବାର ଆମେ କହି ରଖୁ ଅପର ହାଉସ୍ ସବୁବେଳେ ଇଣ୍ଟେଲେକ୍ଚୁଆଲ ମାସେସ୍, ଅପର ହାଉସ୍ ସାଇଣ୍ଟିଷ୍ଟ, ଅପର ହାଉସ୍ ଆଡଭୋକେଟ୍, ଅପର ହାଉସ୍ ପ୍ରଫେସର, ଡକ୍ଟର, ଇଞ୍ଜିନିୟର, ଏଇ ଟପ୍ ଲେବୁଲ କିଛି ପ୍ରଫେସନାଲ ଲୋକଙ୍କୁ ନେଇକି ଅପର ହାଉସ୍ ତିଆରି ହେଇଥାଏ। ସଭାପତି ସସ୍ପେଣ୍ଡ କରିଛନ୍ତି ସକାଳୁ। ସସ୍ପେଣ୍ଡ କରିସାରିଲା ପରେ କ'ଣ ଷ୍ଟେପ୍ ନେବେ ଆପଣ ସଭାପତି ଆସିଲେ ପଚାରି ପାରନ୍ତି। ସଭାପତିଙ୍କ ମୋବାଇଲ ନମ୍ବର ସମସ୍ତଙ୍କ ପାଖରେ ଆଭେଲେବୁଲ ଅଛି, ସମସ୍ତଙ୍କ ପାଖରେ, ପ୍ରତ୍ୟେକଟି ବିଧାୟକଙ୍କ ପାଖରେ। ଯଦି ସଭାପତି କୋଉଠି ଭୁଲ ନିଷ୍ପତ୍ତି ନେଲେ ଡାଇରେକ୍ଟ ଫୋନ୍ ଉଠେଇଥାନ୍ତେ, କଲ୍ କରିଥାନ୍ତେ। ଝିଅ ଧନାଧନ ଅଛି, କିଛି ଅସୁବିଧା ନାହିଁ। ପ୍ରଧାନମନ୍ତ୍ରୀ ତା ପାଇଁ ଆଡଭର୍ଟାଇଜମେଣ୍ଟ କରୁଛନ୍ତି ଝିଅ ପାଇଁ। ନାଇଁ ଯଦି ଡାକିଲେନି ତାହେଲେ ହାଇକମାଣ୍ଡ ଅଛି ଜଣେଇ ପାରିଥାନ୍ତେ, କିଛି ଅସୁବିଧା ନାହିଁ। ଆମର ଇନଚାର୍ଜ ଅଛନ୍ତି, ଇନଚାର୍ଜ ଜଣେଇ ପାରିଥାନ୍ତେ। ଯାହା ଭୁଲ ଭଟକା ହେଉଛି ଶୁଣନ୍ତୁ, କଂଗ୍ରେସ ଦଳ ଗୋଟେ ସେଫଲି ଏବଂ ଗୋଟେ ବେଷ୍ଟ ଡେମୋକ୍ରାଟିକ ପଲିଟିକାଲ ପାର୍ଟି, ଏଥିରେ ଗଣତନ୍ତ୍ର ସମସ୍ତଙ୍କ ପାଖରେ ଅଛି। ଏଥିରେ ପିସି ସଭାପତି ହୁଅନ୍ତୁ କି ଯେକୌଣସି ଫଣ୍ଟାଲ ହେଡ୍ର ଚେୟାରମ୍ୟାନ୍ ହୁଅନ୍ତୁ କି ସାଧାରଣ ପତାକା ଧରିଥିବା କର୍ମୀଟିଏ ହଉ, ସମସ୍ତଙ୍କର ସମାନ ଅଧିକାର ଅଛି। ଯଦି କିଏ ବି ଭୁଲ କରୁନା କାହିଁକି ଆପଣ ଜଣେଇ ପାରିବେ, ପ୍ରପର ଫୋରମ୍ ଅଛି, ଇନଚାର୍ଜ ଅଛନ୍ତି, ପାର୍ଟିର ପ୍ରେସିଡେଣ୍ଟ ଅଛନ୍ତି, ନ୍ୟାସନାଲ ପ୍ରେସିଡେଣ୍ଟ ଅଛନ୍ତି। ଶୁଣନ୍ତୁ କ'ଣ ହବ କ'ଣ ନାହିଁ ବା ବିରେ ରାଜନୀତି କୋଉଠି କରାଯାଏନି। ଭାରତୀୟ ଜନତା ପାର୍ଟି ଏମିତି ଭାବିଥିଲେ ଆଜି ସରକାରରେ ବସିନଥାନ୍ତା। ଶୁଣନ୍ତୁ ପ୍ରତ୍ୟେକଟି ସମୟରେ ଆମ କାମ ହେଉଛି କଠିନ ପରିଶ୍ରମ କରିବା ଏବଂ ଲୋକଙ୍କ ପାଖରେ ପହଞ୍ଚିବା, କଂଗ୍ରେସକୁ ମଜବୁତ କରିବା, କଂଗ୍ରେସ ସୁଦୃଢ଼ କରିବା ଏବଂ କଂଗ୍ରେସ ସୁଦୃଢ଼ ହେଇ ଚାଲିଛି। ଦୀର୍ଘ 20-22 ବର୍ଷ ହବ ଏ ଜିନିଷ ନଥିଲା ଯେ ରାଜ୍ୟସଭାକୁ ନେଇକି ଗୋଟା କିଛି ନମକ ହାରାମ ଥାନ୍ତି। ନମକ ହାରାମ ଇଂରେଜ ସମୟରେ ଥିଲେ, ନମକ ହାରାମ ଇଂରେଜ ପରେ ଥିଲେ, ନମକ ହାରାମ ଆମେ ଆରଏସଏସ୍ ପାଖରେ ଦେଖିଛୁ। ସେ ନମକ ହାରାମ ଆରଏସଏସ୍ର ମଞ୍ଜି ଆଙ୍କ ଦେହ, ଆରଏସଏସ୍ର ଜିନିଷ ଆଙ୍କ ଦେହରେ ପ୍ରବାହିତ ହେଉଛି ଏବଂ ଏସବୁ ହେଉଛି ନମକ ହାରାମ। ଭାରତୀୟ ଜନତା ପାର୍ଟି ହଉ, ବିଜୁ ଜନତା ଦଳ ହଉ, କଂଗ୍ରେସ ହଉ, ପାର୍ଟି ସାଙ୍ଗରେ ଯିଏ ଗର୍ଦାରଗିରି କରିଛି ସେ ବ୍ୟକ୍ତିକୁ କୌଣସି ରାଜନୈତିକ ଦଳ ବିଶ୍ୱାସକୁ ନେବା ଉଚିତ ନୁହେଁ। ଯେଉଁ ବ୍ୟକ୍ତିକୁ ପାର୍ଟି ଟିକେଟ୍ ଦେଲା, ଯେଉଁ ବ୍ୟକ୍ତିକୁ ପାର୍ଟି ପ୍ରୋଟେକ୍ସନ ଦେବ, ଫାଇନାନ୍ସିଆଲ ପ୍ରୋଟେକ୍ସନ ଦେବ, ସୋସିଆଲି ପ୍ରୋଟେକ୍ସନ ଦେବ, ଏତେ ହାରାମଗିରି ତମର ପାର୍ଟି ସାଙ୍ଗରେ ବେଇମାନି କରିବ କ'ଣ ହେଲ କି? ଗୋଟେ କଥା ମନେ ରଖିଥାନ୍ତୁ, ନରେନ୍ଦ୍ର ମୋଦି ହୁଅନ୍ତୁ କି ଗାଁର ସରପଞ୍ଚ ହଉ, ପ୍ରତ୍ୟେକଟି ବ୍ୟକ୍ତି ପାର୍ଟି ଠାରୁ ସର୍ବାଗ୍ରେ କେହି ନୁହନ୍ତି। ପ୍ରତ୍ୟେକଟି ରାଜନୈତିକ ଦଳ ପାଇଁ ଏଇଟା ଉଦ୍ଦିଷ୍ଟ। ସବୁ ରାଜନୈତିକ ଦଳ ପାର୍ଟି ହେଉଛି ସର୍ବାଗ୍ରେ, ପାର୍ଟି ଠାରୁ ବଡ଼ କେହି ନୁହନ୍ତି। ସେ ତେଣୁକୁ ଯେକୌଣସି ବ୍ୟକ୍ତି ହେଉଥିଲା ନା କାହିଁକି ଯିଏ ପାର୍ଟି ସାଙ୍ଗରେ ଗର୍ଦାରଗିରି କରିଛି, ବିଜୁ ଜନତା ଦଳର ଏମଏଲଏ ହୁଅନ୍ତୁ କି ଜାତୀୟ କଂଗ୍ରେସର, ସେମାନେ ହେଉଛନ୍ତି ଗର୍ଦାର। ଏମାନଙ୍କୁ ପ୍ରତ୍ୟେକଟି ରାଜନୈତିକ ଦଳ ବିଶ୍ୱାସକୁ ନେବା ଉଚିତ ନୁହେଁ, କାରଣ ଗର୍ଦାର କାମ ପ୍ରତ୍ୟେକଟି ସମୟରେ ଗର୍ଦାରଗିରି କରିବ।